ଗୋଟେ ଢଗ ଆପଣମାନେ ସମସ୍ତେ ପିଲାଦିନେ ଶୁଣି ଆସିଥିବେ କି ଚାକିରି କରିବ ପୋଲିସ ଆଉ ମାଛ ଖାଇବ ଇଲିସି। ତ ଆଜି ମୁଁ ବନଉଛି ସେଇ ଇଲିସି ମାଛ। ତ ବହୁତ ସାରା ମାଛ ଆସିଛି, ଇଲିସି ମାଛ ତା ସାଙ୍ଗରେ ପାମ୍ପଲେଟ୍ ଆସିଛି, ତାପରେ ଆଉ କ'ଣ ଗୋଟେ ମାଛ ଆସିଛି ଯାହାର ନାଁଟା କି ବର୍ତ୍ତମାନ ମୋର ମନେ ପଡ଼ୁନି। ତ ଏଠି ମାଛ ଧୁଆ ଚାଲିଛି, ଆଉ ତାପରେ ହଳଦୀ ଲୁଣ ଗୋଳେଇକି ତାକୁ ରଖିଦେଇଥିଲି। ଆଉ ଇଲିସି ମାଛଟାକୁ ତ ମୁଁ ଦେଖିଛି ବହୁତ କଞ୍ଚା ବନାନ୍ତି, କିନ୍ତୁ ମାନେ ମୁଁ ଯେତିକି ରିଭ୍ୟୁ ନେଇଛି କଞ୍ଚାଟା ବିଲକୁଲ ବି ଭଲ ବନେନି, ମତଲବ ଭଲ ଲାଗେନି। ଆମ ଟେଷ୍ଟ ବଡ୍ ସାଙ୍ଗରେ ସେଇଟା ଆମେ ଖାଇପାରିବାନି, ସେଥିପାଇଁ ମୁଁ ହାଲକା ଟିକେ ଭାଜିଛି। ବେଶୀ ମତଲବ ଲୋ ଫ୍ଲେମ୍ରେ ଯେମିତି ଭିତରୁ ସିଝିଯିବ ସେମିତି ଟାଇପ୍ର ମୁଁ ତାକୁ ପ୍ରଥମେ ଭାଜି ଦେଇଛି, ବେଶୀ ନାଲି କରିନି। ଆଉ ତାପରେ ଏଠି ମୁଁ ପିଆଜ ପକାଇ ଦେଇଛି, କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ପକାଇ ଦେଇଛି ସେଇ ସେମ୍ ତେଲରେ। ତାପରେ ଆମେ ଏଠି ସୋରିଷ ମସଲା ମୁଁ ଦେଇଛି। ତ ସୋରିଷ ମସଲାଟାକୁ ମୁଁ ଏଠି ବେଶୀ କଷିନି, ଡାଇରେକ୍ଟ ସୋରିଷ ମସଲାଟା ପକାଇଛି, ହାଲକା ଟିକେ କଷିଛି। ଆପଣମାନେ ଚାହିଁଲେ ଏମିତି ଡାଇରେକ୍ଟ କଞ୍ଚା ସୋରିଷଟା ଢାଳି ଦେଇକି କଞ୍ଚା ସୋରିଷ ବଟାଟା ତା ଉପରେ ବି ଆପଣମାନେ ସିଧା ପାଣି ଦେଇକି ସେଇଟା ସେମିତି ବି କିଛି ଲୋକ ପ୍ରିପେୟାର କରନ୍ତି, କିନ୍ତୁ ମୋତେ ଟିକେ କଷିଲେ ହିଁ ସୋରିଷ ମସଲାଟା ଭଲ ଲାଗେ। ମୋର ପର୍ସନାଲ୍ ଟେଷ୍ଟ ବଡ୍ ପାଇଁ ଏଇଟା ପସନ୍ଦ, ତେଣୁ ମୁଁ ବେଶୀ କଷିଲିନି, ଅଳ୍ପ କଷିଲି। ଆଉ ତାପରେ ସେଥିରେ ପାଣି ଦେଇଦେଲି। ପାଣି ଦେଇଦେଇକି ତାପରେ ପାଣିଟା ଫୁଟି ଆସିବା ପରେ 5-10 ମିନିଟ୍ 15 ମିନିଟ୍ ଯେମିତି ସୋରିଷ ମସଲାଟା ସିଝିଯିବ, କାହିଁକିନା ଆମେ କଷିନେ ସୋରିଷ ମସଲାଟା ଯେହେତୁ ତାକୁ ଟିକେ କଞ୍ଚା ପାଣିଟାରେ ସିଝିବା ପାଇଁ ଟାଇମ୍ ଲାଗିବ। ଅଳ୍ପ ଟିକେ ସିଝିଗଲା ପରେ ସେଥିରେ ସବୁତକ ଇଲିସି ମାଛକୁ ମୁଁ ପକାଇଦେଲି। ଆଉ ତାପରେ ଆଳୁ ପକାଇବିନି ଭାବିକି ପଛରେ ପୁଣି ଆଳୁଟା ପକାଇଲି। ଆଉ ବହୁତ ଲୋକ ପଚାରୁଛନ୍ତି ଆଳୁଟା କେମିତି ସିଝିବ। ଆଳୁଟା ସିଝିଯିବ, ବହୁତ ଟାଇମ୍ ଅଛି ତା ପାଇଁ, କାହିଁକିନା ଝୋଳ ସାଙ୍ଗରେ ମାଛଟାକୁ ପ୍ରାୟ 15 ମିନିଟ୍ ଖଣ୍ଡେ ଫୁଟିବାକୁ ପଡ଼େ ବ୍ଲେଣ୍ଡ ହେବା ପାଇଁ। ତ ସେତିକି ଟାଇମ୍ ଭିତରେ ଆଳୁ ପାଇଁ ସଫିସିଏଣ୍ଟ ଟାଇମ୍ ଅଛି ସିଝିଯିବା ପାଇଁ। ଟେଷ୍ଟ କଥା ଯଦି କହିବି, ଟେଷ୍ଟ ଭଲ ଥିଲା। ଆଉ ଯେତେବେଳେ ମୁଁ ଫାଷ୍ଟ ଥର ପ୍ରିପାରେସନ୍ କରିଛି, ତ କମ୍ପେୟାର କରିବାର ବି କୌଣସି ଅବକାଶ ନାହିଁ।